ହାଟିଗଡ଼ା ଗ୍ରାମରୁ 5 ଫୁଟ ଲମ୍ବର ନାଗ ଉଦ୍ଧାର। ରାସଗୋବିନ୍ଦପୁର ବନ ବିଭାଗ ଅନ୍ତର୍ଗତ ମୋରଡ଼ା ପଞ୍ଚାୟତର ଝାଟିଗଡ଼ା ଗ୍ରାମରୁ 5 ଫୁଟ ଲମ୍ବର ନାଗସାପ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ଯେ ଆଜି ଅପରାହ୍ନ ସମୟରେ ଝାଟିଗଡ଼ା ଗ୍ରାମର ଗୋପବନ୍ଧୁ ବେହେରାଙ୍କ ଘର ପଛପଟେ ଥିବା ଜାଲବାଡ଼ରେ ଏକ ନାଗସାପ ଫସିଯାଇଥିଲା। ପରିବାର ଲୋକେ ଦେଖି ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ। ମୋରଡ଼ାସ୍ଥିତ ବନ ବିଭାଗ କାର୍ଯ୍ୟାଳୟର କର୍ମଚାରୀ ଚିତ୍ତରଞ୍ଜନ ଜେନା, ମିହିର କୁମାର ମହାନ୍ତ, ଶିବପ୍ରସାଦ ସିଂ, ଓକିଲ ମହାନ୍ତ ଓ ସୁନୀଲ କୁମାର ମହାନ୍ତ ପହଞ୍ଚି ସୁରକ୍ଷିତ ଭାବେ 5 ଫୁଟ ନାଗକୁ ଉଦ୍ଧାର କରି ବଳଦିଆ ଜଙ୍ଗଲରେ ଛାଡ଼ି ଦେଇଥିବାର ଜଣାପଡ଼ିଛି।